आज ना मु देखा भारी सुंदरी देखा जाऊँगी हेले कौन कर जहाँ मुझे सजबाज तांकर टिके देखा दर्शन ना सी आसबे बोली मुझे केते खीरी पूरी तैयारी कर सी आसबार पूरा विलम्ब कर देउछंती। हेले आउ गोटे कथा मुझे बेले घरे एकुटिया रुहे ना मते भारी विरक्त लगे हेले आज कहीं मो मनटा बहुत खुशी अच्छी से किसी मु मनोरंजन करिनेबी। हाँ एठी किसी मनोरंजन करिनेबी। धीरे धीरे सावित्री सुंदरी धीरे धीरे सावित्री सुंदरी मन गहरार नाचे नाचे सत धीरे 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 सावित्री सुंदरी धीरे धीरे सावित्री सुंदरी मन गहरार नाचे सत देखी लाजे मन मोर नाची उठे खेले लहरी आखि सज नीली नीली आखि तार का सजरी आखि सज नीली नीली आखि तार का सजरी झलसी उठाई देख सुंदरी झलसी उठाई देख सुंदरी मन गहरार नाचे मन गहरार नाचे केते समय हो गला हेले मो स्वामी एपर्यंत देखा दर्शन ना हेले ना बाबा ना आज ना मो स्वामी आसवा पर्यंत मुझे अपेक्षा करी आ सी आसिले मुझे सहित जमारू कथा हेबिनी कथा हेबिनी कथा हेबिनी। बहुत दिन आज घर को फेरला पर बहुत सुंदर देखा गृह। हेलो ए साफी साफी अरे रागिच कहीं बहुत दूर पथ परिश्रम कर आसु आसु टिके समय हो गला बोली तुम्हें रागिछ ना साफी हेउ हेला एथर मु आसी जाइछि।
ଆଉ ରାଗିବିନି ସ୍ୱାମୀ। ଏଇ ଦେଖୁନ ତମେ ଆସିବ ବୋଲି ମୁଁ ତମକୁ କେତେବେଳଠୁ ଅପେକ୍ଷା କରିଛି। ସତରେ ସାବି ହେଲେ ଛାଡ଼ ବାବା ଛାଡ଼, ପ୍ରଥମେ ଘେନ ମୋର ଭୂମିଷ୍ଠ ପ୍ରଣାମ ସ୍ୱାମୀ। ଉଠ ସାବି। ସାବି ସ୍ୱାମୀ ଏଇ ଦେଖ ମୁଁ ତୁମ ପାଇଁ କ'ଣ ଆଣିଛି। କ'ଣ ଆଣିଛ ସ୍ୱାମୀ ମୋ ପାଇଁ? ସାବି ତୁମ ପାଇଁ ପାଟ ଶାଢ଼ୀଟି ଆଣିଛି। ସତରେ? ହଁ ସାବି ଏଇ ନିଅ ଦେଖ। ମା କେତେ ସୁନ୍ଦର ହେଇଛି ନା ଶାଢ଼ୀଟା। ହେଲେ ସ୍ୱାମୀ ସାବି। ଏ ଶାଢ଼ୀଟା ମୋତେ ଦରକାର ନାହିଁ। ତମର ଭଲ ପାଇବା ସ୍ନେହ ସେତିକିରେ ଯଥେଷ୍ଟ ସ୍ୱାମୀ। ସତରେ ସାବି। ହେଲେ ଯେତେବେଳେ ତମ ଶାଢ଼ୀଟା ଆଣି ସାରିଛ ମୁଁ ନିଶ୍ଚୟ ରଖିନେବି ସ୍ୱାମୀ। ସାବି ହେଲେ ଆଉ ଗୋଟିଏ କଥା ସ୍ୱାମୀ, କି କଥା ସାବି? ତମେ ତ ବହୁତ ଦୂର ପଥକ୍ରମ କରିକି ହଁ ଆସିଛ। ସାବି। ତମକୁ ନିଶ୍ଚୟ ଭୋକ ହେଉଥିବ ନା? ନିଶ୍ଚୟ ଭୋକ ମାରି ଆସିଲେ। ସେଇଥିପାଇଁ ସ୍ୱାମୀ ଆଜି ନା ମୁଁ ସବୁ ରୋଷେଇ ସାରି ଦେଇଛି। ସତରେ ସାବି ତୁମେ ରୋଷେଇ ସାରିଲଣି? ହଁ ସ୍ୱାମୀ। ଠିକ୍ ଅଛି ସାବି ତାର ବାଡ଼ ଖାଇବା। ଠିକ୍ ଅଛି ସ୍ୱାମୀ, ତମେ କିଛି କ୍ଷଣ ବସି ପଡ଼, ମୁଁ ତମ ପାଇଁ ରୋଷେଇ ବାଢ଼ି ଦେଉଛି। ଠିକ୍ ଅଛି। ସାବି ସ୍ୱାମୀ। ବହୁ ଦିନଠୁ ଆଜି ମନ ଭରି ଖାଇଦେଇଛି ସାବି। ହଁ ସ୍ୱାମୀ। ସାବି ସ୍ୱାମୀ ହେଲେ ମୋତେ ନିଦ ମାଡ଼ି ଆସୁଛି, ମୁଁ କିଛି ସମୟ ଏଇଠି ବିଶ୍ରାମ ନିଏ। ଠିକ୍ ଅଛି ବାବା, ସେମିତିରେ ବି ତମେ ବହୁତ ଦୂର ପଥକ୍ରମ କରିକି ଆସିଛ। ସାବି ଆସ କିଛି କ୍ଷଣ ତମେ ବିଶ୍ରାମ କରିନିଅ। ଠିକ୍ ଅଛି ସାବି। ଠିକ୍ ଅଛି। ঘরে কে অছ কে? ঘরে কে অছ? ହଁ କିଏ କହୁଥିଲା? ମୁଁ ତ ମଉସା ବୈକୁଣ୍ଠ। ହଁ ଯେ ବାବା, କବାଟଟା ତ ଖୋଲା ଅଛି, ତମେ ପେଲିକି ଚାଲି ଆସୁନ। ହଉ ହଉ, ଯଦି କବାଟଟା ଖୋଲା ଅଛି ମୁଁ ପେଲିକି ଯାଉଛି। ମଉସା ତମେ ପୁଣି ଏଇ ସମୟରେ? ହେ ସାବେ, ଆଲୋ ହେ ମା, ମୁଁ କ'ଣ ଏକା ଆସୁଛି? ନାଇଁ 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 ନାଇଁ, ମୋ ସାଥିରେ ପରା ମୋ ଭଣଜା ସୂର୍ଯ୍ୟ। ସୂର୍ଯ୍ୟ, ତମେ ପୁଣି ଏଇ ସମୟରେ? ସୂର୍ଯ୍ୟ ଆକାଶରେ ଥିଲେ ଯିଏ ଜଗତର ମଙ୍ଗଳ, ଆଉ ଯିଏ ଛୁଇଁବାକୁ ଚେଷ୍ଟା କରେ ଧ୍ୱଂସ ବିନାଶ ହେଇଯାଏ। ଦେଖ ସୂର୍ଯ୍ୟ, ମୁଁ ତମକୁ ହାତ ଯୋଡ଼ି ନେହୁରା ହେଉଛି,
ସିଏ ଦେଖିବା ଆଗରୁ ତମେ ଏଠୁ ଅତି ଶୀଘ୍ର ଚାଲିଯାଅ ସୂର୍ଯ୍ୟ। ମାମୁଲ ଇଏ ଭଣଜା ତା ଘରେ ବାଦନ ରଖୁଣୁ, ସେ କହୁଛି ଆମକୁ ଚାଲିଯାଅ। ଇଏ ଭଣଜା ଚାଲିଯିବା ସତ ଭଣଜା, ହେଲେ ତୁ ଆଉ ମୁଁ ନୁହଁ ଭଣଜା, ସାଥିର ପରା ସାପିକୁ ନେଇକି ଯିବ। ଏ ସାବି, ମୁଁ ତୋତେ ସାଥିରେ ନେଇଯିବା ପାଇଁ ଆସିছিল। ମୋ ସହିତ ଚାଲ, ଦେଖିବୁ ତୋତେ କୋଟି କୋଟି ସମ୍ପତ୍ତିର ମାଲିକାଣୀ କରିଦେବି, ମାଲିକାଣୀ। ଦେଖ ସୂର୍ଯ୍ୟ, ମୁଁ ତମକୁ ହାତ ଯୋଡ଼ି ନେଉରା ହେଉଛି, ତମକୁ କେମିତି ବୁଝେଇବି ସୂର୍ଯ୍ୟ? ଦେଖ ବର୍ତ୍ତମାନ ମୁଁ ଅନ୍ୟ କାହାର ସ୍ତ୍ରୀ ହୋଇସାରିଛି ସୂର୍ଯ୍ୟ। ଇଏ ଭଣଜା ସିଏ କହିଲା ଅନ୍ୟ କାହାର ସ୍ତ୍ରୀ ହେଇସାରିଛି। ଚଳିବ ଭଣଜା ଚଳିବ। ଆଲୋ ହେ ସାପିଲ, ତୁ ଯେତେବେଳେ ଅନ୍ୟ କାହାର ସ୍ତ୍ରୀ ହେଇଯାଇଛୁ, ଇଏ ମା ତୋ ସ୍ୱାମୀ ଖାଇବାରେ ତୁ ବିଷ ଟିକେ ଦେଇ ମାରିଦେ, ଜାଣିଦେଲୁ। ଆଲୋ ଏ, ତୁ ଯଦି ତୋ ସ୍ୱାମୀଟାକୁ ଖାଇବାରେ ବିଷ ଦେଇ ମାରିଦେବୁ ନା, ସେ ମରିଗଲା ପରେ ତୋତେ କେବଳ ମଥାରେ ସିନ୍ଦୁର ମୁଁ ଦେବି, ଆଉ ହାତରେ ଶଙ୍ଖା ବି ମୁଁ ପିନ୍ଧେଇବି। ନା ସୂର୍ଯ୍ୟ ନା, ମୁଁ କେବେ ବି ଏମିତି କାମ କରିପାରିବିନି ସୂର୍ଯ୍ୟ, କାହିଁକି ନା ସିଏ ହେଉଛନ୍ତି ମୋ ସ୍ୱାମୀ ସୂର୍ଯ୍ୟ, ମୋ ଦେବତା। ଆଲୋ ହେ ଭଣଜା, ସତକୁ ସତ ତୁ ଗୋଟାଏ ପାଗଳ ଆଉ ମୁଁ ଗୋଟାଏ ପାଗଳ। କେମିତି? ଇଏ ଭଣଜା ସିଏ ପରା ଭଣଜା 10 ଦିଗ ବାଲକୁ ସାକ୍ଷୀ ରଖି ବ୍ରାହ୍ମଣ ବେଦ ପାଠ କରି ଅଗ୍ନି ନିଆଁ ଜଳାଇ ଅଗ୍ନିକୁ ସାକ୍ଷୀ ରଖି ସେ ବିବାହ କରିଛି। ଇଏ ଭଣଜା ହଁ ମାମୁଁ। କିଏ କ'ଣ କା ସ୍ୱାମୀଟାକୁ ମାରିପାରେ? ନା ନା ନା। ଇଏ ଭଣଜା ହଁ।